ଆମର ସୁରେଶ କୁମାର ରାଉତରାୟ ପୂର୍ବତନ ମନ୍ତ୍ରୀ ସହଚର ବିଧାୟକ ଏବଂ ଓଡ଼ିଶାରେ ସୁପରିଚିତ ସୁନାମଧନ୍ୟ ରାଜନେତା ହିସାବରେ ଘରେ ଘରେ ପରିଚିତ। ଆମେ ସୁର ରାଉତରାୟଙ୍କର ଜନ୍ମ ଜୟନ୍ତୀ କମିଟି ତରଫରୁ ଆମେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ 42ତମ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। ଏହି ଅବସରରେ ଆମେ ପ୍ରତିବର୍ଷ ଭଳି ଏ ବର୍ଷ ଆମର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥାଏ। ସେଥିରେ ରୋଗୀମାନଙ୍କୁ ଫଳ ବଣ୍ଟନଠାରୁ ଆରମ୍ଭ କରି ପ୍ଲାଣ୍ଟେସନ୍ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ଏଇଭଳି ଆମେ ସମାଜର ଯେଉଁ କାର୍ଯ୍ୟକ୍ରମ ସାମାଜିକ କାର୍ଯ୍ୟକ୍ରମ ଚାଲିଥାଏ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସମସ୍ତେ ଆମେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛୁ ଏବଂ ଏ ଜନ୍ମ ଜୟନ୍ତୀ ପାଳନ କରିବାର ଉଦ୍ଦେଶ୍ୟ ସୁର ରାଉତରାୟ କିଭଳି ଭାବରେ ସାଧାରଣ ଲୋକଙ୍କର କାମ ପାଇଁ ସକାଳୁ ବାହାରି ଯାଆନ୍ତି ଏବଂ ଦିନ ତମାମ ଲୋକଙ୍କ ସେବା ଲାଗିଥାନ୍ତି। ଆମେ ଗୋଟିଏ ଦିନ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରି ଆମେ ଆଶା କରିବୁ ତାଙ୍କର ଚଲାପଥ କୁସୁମିତ ହେଉ। ସେ ଏମିତି ସବୁବେଳେ ସାଧାରଣ ଲୋକଙ୍କର କାମ କରନ୍ତୁ ଏବଂ ତାଙ୍କର ଯେଉଁ କାର୍ଯ୍ୟଶୈଳୀରେ ଲୋକମାନେ ଅନୁପ୍ରାଣିତ ହୁଅନ୍ତୁ ଏବଂ ସମାଜର ମଙ୍ଗଳରେ ନିୟୋଜିତ ହୁଅନ୍ତୁ। ତେଣୁକରି ଆମ ଅନୁଷ୍ଠାନ ତରଫରୁ ଆମ ଜଏଣ୍ଟ କମିଟି ତରଫରୁ ଆମେ ପ୍ରତିବର୍ଷ ଭଳି ସୁରେଶ କୁମାର ରାଉତରାୟଙ୍କର ଜନ୍ମ ଜୟନ୍ତୀ ପାଳନ କରିବୁ 10 ତାରିଖରେ। ତେଣୁକରି ସମସ୍ତେ ଆମର ଖୋର୍ଦ୍ଧା ଜିଲ୍ଲା ତଥା ଜଟଣୀ ନିର୍ବାଚନ ମଣ୍ଡଳୀରୁ ତଥା ସାରା ରାଜ୍ୟରୁ ଯେମିତି ସୁର ରାଉତରାୟ ଭଲ ପାଉଥିବା ସମସ୍ତ ଆମର ସମସ୍ତେ ଆସି ତାଙ୍କୁ ଆମେ ସମ୍ବୋଧନ ଦେବା ସହିତ ତାଙ୍କର କେଉଁଠି ହେବ କାର୍ଯ୍ୟକ୍ରମ ଆମର ଜଟଣୀରେ କାର୍ଯ୍ୟକ୍ରମ ହେବ, ଭୁବନେଶ୍ୱର ମାଉସୀନାଥ ମନ୍ଦିର ଛକରେ ହେବ। ଆମ ସବୁଆଡ଼େ ପ୍ରାୟ ଆମେ କରୁ। ଆମ ଜଟଣୀ ନିର୍ବାଚନ ମଣ୍ଡଳୀରେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଜାଗାରେ ଆମେ ଜୟନ୍ତୀ ପାଳନ କରିଥାଉ। ଭୁବନେଶ୍ୱର ଆସନ୍ତି, ଭୁବନେଶ୍ୱର ଲୋକ ଭୁବନେଶ୍ୱର ଆସନ୍ତି, ଜଟଣୀ ମଧ୍ୟ ଆମର ଏଇ ମାଉସୀମା ମନ୍ଦିର ଆମର ପ୍ରାଙ୍ଗଣରେ ଆମର ଯେଉଁ କାର୍ଯ୍ୟକ୍ରମ ହୁଏ ସେଠିକି ଆମର ସମସ୍ତେ ଆସିବେ ଏବଂ ବହୁ ଆପଣ ଦେଖିବେ ପ୍ରତିବର୍ଷ ଆମେ ଦେଖିଛୁ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ମଧ୍ୟ ଦୌଡ଼ି ଆସିଥାନ୍ତି ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ। ପ୍ରତି ଏ ବର୍ଷ ମଧ୍ୟ ଆମେ ଆଶା କରୁଛୁ ମିନିମମ୍ 10,000 ଲୋକ ବୋଧେ ସମାଗମ ହେବେ। ପୂର୍ବତନ ମନ୍ତ୍ରୀ ଓଡ଼ିଶାର ଜନନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ସୁର ଭାଇଙ୍କର 42ତମ ଜନ୍ମୋତ୍ସବ ପାଳନ ପ୍ରତିବର୍ଷ ଯେମିତି ହେଉଥିଲା ଏ ବର୍ଷ ମଧ୍ୟ ମହା ଆଡ଼ମ୍ବର ସହିତ କରାଯାଏ। ଏଠାରେ ଆମେ ଯେମିତି ପ୍ରତିବର୍ଷ ସକାଳ 6ଟାରୁ ମନ୍ଦିର ମସଜିଦରେ ଆମେ ପୂଜା ଅର୍ଚ୍ଚନା କରୁ। 7:30 ବେଳକୁ ଆମେ ଜଟଣୀର ହସ୍ପିଟାଲ, ଗଭର୍ଣ୍ଣମେଣ୍ଟ ହସ୍ପିଟାଲ, ଜଟଣୀ ରେଲୱେ ହସ୍ପିଟାଲ ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି ହସ୍ପିଟାଲ ଫଳ ବଣ୍ଟନ କରାଯାଏ। 8ଟା ବେଳକୁ ଆମର ବଢ଼େଇବାଙ୍କ ଛକରେ ମିଠା ମିଷ୍ଟାନ୍ନ ଏବଂ ଫଳ ବି ବଣ୍ଟାଯାଏ। ସବୁ ଆମର ଯେଉଁମାନେ ସେଠି ଥିବେ ସମସ୍ତେ ଆମର ବଣ୍ଟାଯାଏ। 9ଟା ବେଳକୁ ଆମର ଏଠି ଭୋଜନ ଆରମ୍ଭ ହୋଇଯାଇଥାଏ। 9:30ରୁ 10ଟା ଭିତରେ ଆମର ବ୍ଲଡ଼ ଡୋନେସନ୍ କ୍ୟାମ୍ପ ହୁଏ। 11ଟା ବେଳକୁ ଆମର 7,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିମନ୍ତ୍ରଣ ଆମେ ଜଣାଇଛୁ। ଆଉ ଆମେ ଆୟୋଜନ ବି କରୁଛୁ ପ୍ରସାଦର ଆୟୋଜନ। ବିଭିନ୍ନ ପ୍ରାନ୍ତରୁ ଆସନ୍ତି, ବିଭିନ୍ନ ଜଟଣୀ, ଖୋର୍ଦ୍ଧା, ପିପିଲି, ବାଲିଅଙ୍ଗା, ବାଲିପାଟଣାରୁ ଧରିକିରି ପୁରୀ, କଟକ, ଏଇ ଭୁବନେଶ୍ୱର 3ଟା ନିର୍ବାଚନ ମଣ୍ଡଳୀ ସବୁଆଡ଼ୁ ଲୋକମାନେ ଆସନ୍ତି ଏବଂ ସ୍ୱଇଚ୍ଛାରେ ଯେଉଁମାନଙ୍କୁ ନ ଜଣାଉ ବି ସିଏ ବି ଜାଣିକିରି ବି ଯେମିତି ଜାଣିକିରି ସୁର ଭାଇଙ୍କର ସେ ମନକୁ ମନରେ ଆସନ୍ତି ସବୁ ମତରେ। ତେଣୁ ଯେଉଁ ଭାଇମାନେ ଆମେ କାର୍ଡ଼ ନ ଦେଇପାରୁଛୁ ସୁର ଭାଇଙ୍କର ହିତାଧିକାରୀ ଯେଉଁମାନେ ବନ୍ଧୁ ହିତାଧିକାରୀ ତାଙ୍କୁ ଆମେ ଏଇ ୟୁଟ୍ୟୁବ୍ ମାଧ୍ୟମରେ ବି ଜଣାଇ ଦେଉଛୁ। ଭାଇମାନେ ଆପଣମାନଙ୍କ ପାଖକୁ ଯଦି କାର୍ଡ଼ ନ ଦେଇଥିବେ ଆପଣ ଆସିବା ପାଇଁ ବିନମ୍ର ନିବେଦନ କରୁଛୁ। ଏବଂ ରାତିରେ ସନ୍ଧ୍ୟା 6ଟା ବେଳେ ଆମେ ରଖିଛୁ ସାଂସ୍କୃତିକ ପ୍ରୋଗ୍ରାମ। ସକାଳେ ଭୋଜନ ହୁଏ, ରାତିରେ ସାଂସ୍କୃତିକ ପ୍ରୋଗ୍ରାମ ହୁଏ। ଏଥିପାଇଁ ଆମର ଆଜି ସାମ୍ବାଦିକ ସମ୍ମିଳନୀ ଏଠି ମୋର ବନ୍ଧୁ ଯିଏକି ଏ କମିଟିର ଯିଏ ସେକ୍ରେଟାରୀ ଅଛନ୍ତି, ଯିଏ ମୁଖ୍ୟ ପୁରୋଧା ଦିଲ୍ଲୀପ ମିଶ୍ର, ଯୋଗୀ ଭାଇ ଆମର ଏଠି ବି ଅଛନ୍ତି। ସିଏ ବି ଆମର ସୁର ଭାଇଙ୍କର ଗୋଟେ ଅତି ନିଜର ଲୋକ, ପାଖ ଲୋକ। ସିଏ ବି ସବୁଥିରେ ସହଯୋଗ ଆମମାନଙ୍କୁ କରନ୍ତି ଏବଂ ସମସ୍ତ ଜନସାଧାରଣଙ୍କୁ ଆମେ ନିବେଦନ କରୁଛୁ ଯେ ସେଦିନ ଉପସ୍ଥିତ ରହି ସୁର ଭାଇ ଏବଂ ଆମମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ
ମୁଁ ସାମ୍ବାଦିକ ସମ୍ବାଦିକ ଯାଏ। ଏ ବର୍ଷ ଜନ୍ମଦିନରେ କିଛି ଖାସ୍ ହେବାକୁ ଯାଉଛି କି? ହଁ ନିଶ୍ଚିତ ଖାସ୍ ହେବ। ଖାସ୍ ତ ସଦାବେଳେ ଆମର ସଦାବେଳେ ଭଲ ହୁଏ। ଏଥରକ ଆମର 82ତମ ଜନ୍ମଦିନ ମାନେ 82ଟା ଆମେ ବ୍ଲଡ୍ ଡୋନେସନ୍ କରିବୁ। ଆଉ 82ଟା ଆମର ବୃକ୍ଷରୋପଣ ବି କରୁ। ଏଇଟା ଆମର ସେଠି ଏଠି ହୁଏ। 82ଟା ଯେଉଁ ବୃକ୍ଷରୋପଣ ହୁଏ ଆମେ 2-4ଟା ଖଣ୍ଡେ ପକେଇଦେବୁ ଏଠି। ଆଉ ସବୁ ଅଲଗା ଅଲଗା କଲେଜକୁ ଦେଇଦେବୁ। ଆୟୁର୍ବେଦିକ କଲେଜ ଆମର ଅଛି, ଲ କଲେଜ ସେପଟେ ଅଛି। ତାଙ୍କ ଜାଗାରେ ଆମେ ଦେଇଦେବୁ, ତାଙ୍କ ସାଙ୍ଗେ ପିଲାମାନେ ପକାନ୍ତି। ଆଉ କିଛି ସ୍ପେଶାଲ ଗେଷ୍ଟ ହିସାବରେ କାହାକୁ ଡକା ହବ? ଗେଷ୍ଟ ସମସ୍ତଙ୍କ ମତ ଆମ ଜାତି ଧର୍ମ ନିର୍ବିଶେଷରେ ଦଳ ନିର୍ବିଶେଷରେ ଆମ ମୁଖ୍ୟମନ୍ତ୍ରୀ ଡକା ହେଇଛି, କେନ୍ଦ୍ରମନ୍ତ୍ରୀମାନଙ୍କୁ ଡକା ହେଇଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଡକା ହେଇଛି। ଆମ କଂଗ୍ରେସ ଦଳର ସମସ୍ତ ପିସିସିର ଯେଉଁ ପୂର୍ବତନ ମନ୍ତ୍ରୀ, ପୂର୍ବତନ ପିସିସି ପ୍ରେସିଡେଣ୍ଟ ସମସ୍ତଙ୍କୁ ଆମର ନିମନ୍ତ୍ରଣ କରାହେବ। ଏଠି ସୁର ଭାଇଙ୍କ ପାଖରେ ସୁର ଭାଇର ଯେଉଁ କାର୍ଯ୍ୟକ୍ରମ ଆମେ ଦଳ ଜାତିରୁ ଉର୍ଦ୍ଧ୍ୱରେ ରହିକରି ଆମେ କାମ କରୁ। ତେଣୁ ଆମର ସମସ୍ତେ ଡାକନ୍ତି, ସବୁ ଲୋକ ବି ଆସନ୍ତି। ଅଲଗା ଅଲଗା ଦଳର ଲୋକ ହେଲେ ବି ବିଜେପି ହଉ, ବିଜେଡି ହଉ, କମ୍ୟୁନିଷ୍ଟ ହଉ, ଆଇଏନଟିସି ଲୋକ ହଉ, ସିପିଆଇ ସିପିଏମ୍ ହଉ, ଆମର ସମସ୍ତଙ୍କୁ ଦିଆ ହୁଏ କାର୍ଡ। ମୋହନ ମାଝୀ ଆସିଲା ସେଇ ତ ତାଙ୍କ ଉପରେ ନିର୍ଭର କରେ। ସେ ତ ମୁଖ୍ୟମନ୍ତ୍ରୀ ଆଉ ବହୁତ ବିଜି ଲୋକ, ଆସିବେ ନ ଆସିବେ ସେଇଟା ତାଙ୍କ ଉପରେ ନିର୍ଭର। କିନ୍ତୁ ଆମେ ନିମନ୍ତ୍ରଣ ଜଣେଇଛୁ ତାଙ୍କୁ। ଆଉ ମନ୍ତ୍ରିମଣ୍ଡଳ ସମସ୍ତଙ୍କୁ ଜଣେଇଛୁ। ସବୁ ବିଧାୟକଙ୍କୁ ଦିଆହେଇଛି ଏବଂ ଏକ୍ସ ବିଧାୟକଙ୍କୁ ଦିଆହେଇଛି, ଆଉ ପୂର୍ବତନ ମନ୍ତ୍ରୀମାନଙ୍କୁ ଦିଆହେଇଛି, କଂଗ୍ରେସର ସବୁ ଲିଡରମାନଙ୍କୁ ଦିଆହେଇଛି। ଛାତ୍ରଙ୍କୁ, ଯୁବ କଂଗ୍ରେସଠୁ ଧରିକି ମହିଳା କଂଗ୍ରେସ, ଆଦିବାସୀ ସେଲ୍ ସମସ୍ତଙ୍କୁ ଆମର ଦିଆହେଇଛି। ସବୁବେଳେ ଖାଇବା ଆଇଟମ ଗୋଟେ ଅଲଗା ପ୍ରକାର ହୁଏ। ଏଥରକ କିଛି ସ୍ପେଶାଲ ଶୁଣନ୍ତୁ ଆମର ଖାଇବାଟା ଭଲ ହୁଏ। ସୁର ଭାଇଙ୍କର ଗୋଟେ ମଲ୍ଲିପଲିଆ ରୋଷେଇଆ ଅଛି ସାଧୁ ମର୍ଦୁ, ସେ ଭଲ କରନ୍ତି। ଆଉ ଖାଇବା ପିଇବା ବି ସାଧାରଣତଃ ବହୁତ ଭଲ ହୁଏ ଆମର।